ନାଇଁ ନାଇଁ ମୁଁ ଦେଖା କରି ଯିବିନି ତୋଡ଼ି ଦଉଛନ୍ତି ପରା ଆଉ କ'ଣ ଦେଖିଯିବି ସେଠି କିଏ ପାଣ୍ଡିଆନ ବୋଲିକି ବସିଛନ୍ତି ସେ ତୋଡ଼ି ଦଉଛନ୍ତି ସବୁ ନବୀନ ନିବାସ ମୁଁ ଯିବିନି ମୁଁ ନବୀନ ନିବାସ ଯିବିନି ନବୀନ ବାବୁ ତ ମୋତେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ ମୁଁ ତାଙ୍କର ଦୀର୍ଘାୟୁ କାମନା କରୁଛି ସେ ବଞ୍ଚନ୍ତୁ ଏବଂ ବାରମ୍ବାର ଇଏ ହାର ଦେଖନ୍ତୁ ତାଙ୍କୁ ଠିକ୍ ହେବ ଦେଖନ୍ତୁ ତାଙ୍କର ନେତା ଅଛନ୍ତି ନବୀନ ବାବୁ ତାଙ୍କର ଉପଦେଷ୍ଟା ଅଛନ୍ତି ସେ ପାଣ୍ଡିଆନ ବାବୁ ସେମାନେ କ'ଣ ନିଷ୍ପତ୍ତି ନେଉଛନ୍ତି ତା ଉପରେ ନିର୍ଭର କରିବ ନା ମୁଁ ତ କହିଲେ କିଛି ତାର କିଛି ଫରକ ପଡ଼ୁନାହିଁ ନା ମୁଁ ଆପଣମାନେ କ'ଣ ମୋ ମୁହଁରୁ କିଛି ବାହାର କରିବା ଲାଗି ଚାହୁଁଛନ୍ତି ଆପଣମାନେ ଅନୁଭବ କରିପାରୁନାହାନ୍ତି ହସ୍ପିଟାଲରେ ପୁରା ପୁରେଇ ଦେଉନାହାନ୍ତି ବିଜେଡ଼ି ଲୋକଙ୍କୁ ବାଡ଼େଇକି ବାହାର କରିଦେବି କହୁଛନ୍ତି ତ ତାମାନେ ଷ୍ଟିଲ୍ ସେ ମାଲିକ ଅଛନ୍ତି ଯଦି ସେ ମାଲିକ ଅଛନ୍ତି ତାହେଲେ ଏଇଟା ତାଙ୍କ ପାର୍ଟି କଥା ସେମାନେ କାହାକୁ ମାଲିକ କରିବେ ନ କରିବେ ତାଙ୍କ ପାର୍ଟିର କଥା ଆମେ ତା ଉପରେ କିଛି କହିବାଟା ଠିକ୍ ହେବ ନାହିଁ ମୁଁ ତ ଖବରକାଗଜ ଆପଣମାନଙ୍କଠୁ ଜାଣିଛି ମୁଁ ତ ମୋ ନିଜ ମୁଁ ତ ଦେଖିବା ପାଇଁ ଯାଇନି ନା ନବୀନ ବାବୁକୁ ଏହା ଉପରେ କ'ଣ ମୁଁ କହିବି ଭକ୍ତ ବାବୁ କହିଲେ ତାଙ୍କୁ ଖରାପ ବ୍ୟବହାର ଦେଖାଯାଏନି ତ ତାଙ୍କର ବ୍ୟକ୍ତିଗତ ମାମଲା ଏଇଟା ଗୁଡ଼ାକ ଏଇସବୁ ବିଷୟରେ ପ୍ରଶ୍ନ ନ କଲେ ଭଲ ତାଙ୍କ ଦଳର କଥା ମୋତେ ପଚାରିଲେ ହେବ କି ତାଙ୍କ ଦଳ କ'ଣ ନିଷ୍ପତ୍ତି ନେବ ଆମ ପାଖେ ତ ସଂଖ୍ୟା ସଫିସିଏଣ୍ଟ ଅଛି ତାଙ୍କ ଦେଲେ ନଦେଲେ ଆମର ତ କିଛି ଫରକ ପଡ଼ୁନାହିଁ ଦେଲେ ଭଲ ନଦେଲେ ଭଲ କିନ୍ତୁ ମୁଁ ତ ସେ ବିଷୟରେ କହିପାରିବିନି ନା ସେମାନେ କିଏ ତାଙ୍କୁ ଅନୁରୋଧ କରିଛି କ'ଣ ଦେବେ କି ନ ଦେବେ ଏସବୁ ବିଷୟରେ ମୁଁ କହିବାଟା ସୀମାଚୀନ ବି ନୁହେଁ ମୁଁ ଗୋଟେ ଅନ୍ୟ ଦଳର ଲୋକ ସାଂସଦ କେଉଁଠି ଅଛନ୍ତି ଜଣେ ବି ତ ଲୋକସଭାରେ ନାହାନ୍ତି ନା ରାଜ୍ୟସଭାରେ ଗଲାଥର ଯେମିତି କରିଥିଲେ ତାଙ୍କ ଲୋକ ଡିଆଁ ଡୁଇଁ କରିଥିଲେ କରିବେ ସେ କରିପାରନ୍ତି ମୁଁ କହିପାରିବିନି ସେ ବିଷୟରେ ନାଇଁ ନାଇଁ ମୁଁ ଦେଖା କରି ଯିବିନି ତ ତଡ଼ି ଦଉଛନ୍ତି ସେମାନେ ନାଇଁ ନାଇଁ ମୁଁ ଦେଖା କରି ଯିବିନି ତଡ଼ି ଦଉଛନ୍ତି ପରା ଆଉ କ'ଣ ଦେଖିଯିବି ସେଠି କିଏ ପାଣ୍ଡିଆନ ବୋଲିକି ବସିଛନ୍ତି ସେ ତୋଡ଼ି ଦଉଛନ୍ତି ସବୁ ନବୀନ ନିବାସ ମୁଁ ଯିବିନି ମୁଁ ନବୀନ ନିବାସ ଯିବିନି ନବୀନ ବାବୁ ତ ମୋତେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ ମୁଁ ତାଙ୍କର ଦୀର୍ଘାୟୁ କାମନା କରୁଛି ସେ ବଞ୍ଚନ୍ତୁ ଏବଂ ବାରମ୍ବାର ଇଏ ହାର ଦେଖନ୍ତୁ ତାଙ୍କୁ ଠିକ୍ ହେବ